ବିରଳା ଟାୟାର୍ସ ଶ୍ରମିକମାନଙ୍କୁ ଆଇନଗତ ପ୍ରାପ୍ୟ ନିଯୁକ୍ତି ଓ ନ୍ୟାୟ ଦାବିରେ ଗୁରୁବାର ପୂର୍ବାହ୍ନରେ ସ୍ଥାନୀୟ ବ୍ରିଟ୍ କଲ୍ୟାଣ ମଣ୍ଡପଠାରେ TUACC ପକ୍ଷରୁ ଏକ ଗଣକନଭେନସନ୍ ଅନୁଷ୍ଠିତ ହୋଇଯାଇଛି। TUACCର ସଭାପତି ତଥା ପୂର୍ବତନ ବିଧାୟକ ପ୍ରଦୀପ୍ତ କୁମାର ପଣ୍ଡା ସଭାପତିତ୍ୱ କରିଥିଲେ। ଏହି ଗଣକନଭେନସନରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ଶ୍ରମମନ୍ତ୍ରୀ ତଥା ରାଜ୍ୟ ବିଜୁ ଶ୍ରମିକ ସାମୁଖ୍ୟ ସଭାପତି ପ୍ରଫୁଲ୍ଲ କୁମାର ସାମଲ, ସମ୍ମାନିତ ଅତିଥି ଭାବେ ପୂର୍ବତନ ବିଧାୟକ ସ୍ୱରୂପ କୁମାର ଦାସ, ସୁଦର୍ଶନ ଜେନା, ସୁଧାଂଶୁ ଶେଖର ପରିଡ଼ା, ଶ୍ରମିକ ନେତା ଶାନ୍ତନୁ ଦାସ, ଶ୍ରମିକ ନେତା ଭାଗବତ ପ୍ରତିହାରୀ, ନିର୍ମଳ ନାୟକ, ପ୍ରେମରଞ୍ଜନ ପାତ୍ର, ସିଭିଲ ସୋସାଇଟି ସଭାପତି ଅନ୍ତର୍ଜମୀ ପ୍ରଧାନ ପ୍ରମୁଖ ଯୋଗଦେଇ ବିରଳା ଟାୟାର୍ସ ଶ୍ରମିକଙ୍କ ନ୍ୟାଯ୍ୟ ଦାବି ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଆସନ୍ତା 25 ତାରିଖ ଶୁକ୍ରବାର TUACCର ପକ୍ଷରୁ ଶତାଧିକ ଶ୍ରମିକ ଓ ଗଣତନ୍ତ୍ର ପ୍ରେମୀ ଜନସାଧାରଣ ବାଲେଶ୍ୱର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଇନ ଅମାନ୍ୟ କରିବେ ବୋଲି ଆଜିର ଏହି ଗଣକନଭେନସନରେ ନିଷ୍ପତ୍ତି ନେଇଥିଲେ। ଶେଷରେ ଦୁକୁଲ ଗଡ଼େଇ ଧନ୍ୟବାଦ ଅର୍ପଣ କରିଥିଲେ। ଆପଣଙ୍କ ଆଲୋଚନା ପାଇଁ ବା ଆଜି ଯେଉଁ ଗଣକନଭେନସନରେ ଯେଉଁ ବ୍ୟକ୍ତି ବ୍ୟାହତ ହେବା ସହ କ୍ରମଶଃ କାରଖାନା ରୋଜଗାର କରାଯିଲା। ତେଣୁ ଆପଣମାନେ ଯେଉଁ 11 ମାସ ଯେଉଁ ଲୋକ ପିରିୟଡ଼ରେ नो पे ଯେଉଁ ପ୍ରିନ୍ସିପାଲକୁ ଲାଗୁ କରିବା ପାଇଁ ଆଜି ପର୍ଯ୍ୟନ୍ତ ନେଲେ ନାହିଁ। ତେଣୁ ଆଜିର ବନ୍ଧୁଗଣ ଆମ ମଜୁରୀ ମାଗିବାକୁ ଗଲାବେଳେ ମଜୁରୀ ମାଗିବା ପାଇଁ ଧାରଣା ଦେଲାବେଳେ ଏଜୁକେସନ କଲାବେଳେ ତାଙ୍କ ଉପରେ ମିଥ୍ୟା ନଗଦ ଆରୋପ ହେଉଛି, ତାଙ୍କ ଉପରେ ପୁଲିସ ये जो इश्यू ये एक मौलिक इश्यू को हमें उठेल काम करेंगे ये होती जो भित्ति पत्र आम रखिलु फाउंडेशन पेपर रखिलु फाउंडेशन पेपर रहा आधार करके आम जीवु एवं आनुष्ठानिक भाव में ये कथा स्वरूप दास जेना सुविधा दाबी हासिल भावी आप अनुभव करेंगे श्रमिक नेतार अभाव पड़गला। अतीत जो मैंने श्रमिक नेता थे नेता से समय जनता दल पर्यटन गोटे लेबर सेल मैंने नेतृत्व नौते कथा निष्पत्ति प्रसन्न पंडा, दुर्गा प्रसाद महांती, सदानंद महांती प्रमुख संगठन था श्रमिक संगठन। प्रकृत में वर्कर्स आर दि बैकबोन ऑफ द पॉलिटिकल पार्टी। गोटे अवस्था चक्र एमती होगा श्रमिक मैंने पछक चलीगले। जड़े श्रमिक प्रतिनिधि को विधानसभा को पठेगा सी संभव है ना। तेणु ये कौन है कि जानवे आप आज श्रमिक आंदोलन आगे